ଚିକୁ ଆମର ଏ ବର୍ଷ ଆଜି କଣ ଏ ବର୍ଷ ନୁହଁ ଏ ବର୍ଷ ମାଣ ବସେ ନା ଆର ବର୍ଷ ମାଣ ବସିବ ଆଜି ସେ କଣ ମାଛ ତରକାରୀ କରୁଛୁ ପାଉଁଶ ଟିକେ ସତ୍ୟ ପାଇଁ ଆଡକୁ ତଳକୁ କାଢିଦେଲେ ସେ ପାଉଁଶ କାଢି କଣ ପକେଇବ ସେ ଶୁଖିଲା ଲଙ୍କା ପଡିବ କଣ କରିବ ଲଙ୍କା ଦେଖାଅ ସେ କହୁଛି କଣ ପକେଇବ ଚିକୁ କୋଉ ତରକାରୀ ପକେଇବୁ ମାନେ କଣ କରୁଛୁ ଉପରେ ପକେଇବ ତରକାରୀ ହେଇଗଲାଣି ଆଉ ଟିକେ ହବ ସେ କାମ କାମ ଫୁଟି ଯାଉ ତମ ସତ୍ୟ ପାଉଁଶ ଜାଳ ଦଉନ କାହିଁ ନିଭି ଯିବ ଡାଗ ଜଳୁଛି ତା ଭିତରେ ଜଳୁଛି ଭାଇ ଜମିଲେ ମିଲେଟ ଚଟା ଖାଇକି ମୁଁ ଗଲା ଆଳୁ ଚିକୁ ନାଲିଆ କରିଛି ନା କେନ୍ ଶିଖିବୁ ହଁ ଠିକ କଥା ସତୁଗୁଡି ଯଦି ବସି ଟ୍ରେନିଂ ଦଉଥିଲା ନାଇଁ ହଁ ସତୁଗୁଡି କହିଛୁ ଭଲ କରୁଛି ନା କଣ ଏ ଝିଅ ନେଲା ଝିଅ ଦେଖିଲ ଚାମୁଚିଟା ଆଜି ଦେଖିବା ଯଦି ଯିଏ ଶିଖିବାର ସତୁଗୁଡି ଯଦି ପଳେଇ ଆସିବ ନା କଣ କହୁଛ ଦେଖୁଛୁ ଝପା ଗୁଡି ଖାଉଛି ଦେଖବେ ଡେକ୍ଚିଟା ନେଇଗଲୁ ମାଗି ଆଣିବୁ କହିବୁ ଦାଦା ଖାଇବ ଡେକ୍ଚିରେ ଦିଅ ଝପା ଗୋଟେ ଲାଗି ପଡିଛି ଖାଇବାରେ ଆମେ ତୁ କଣ ଖାଉଛୁ ଚମଡା ଖାଇବେନି ତୁ ଖାଇଦେବି ଏଇଟା ଝପା ଗୋଟେ ଝାଲ କରିଦେଇଛି ଶୁଖିଲା ଲଙ୍କା ରସୁଣ ଫସୁଣ ପକେଇ ଝାଲ ଏ ଚମ ଖାଇବେନି ସେମାନେ ଗୋଟେ ଚମ ଖାଇବେନି କଣ ଦେଲୁ ମୁଁ ଖାଉଛି ଚମଡା ହଉ ଖାଇଦିଅ ଆଉ ମାମା ବାପାଙ୍କୁ ତରକାରୀ ଦେଇ ନେଇକି ସେ ଗୋଟେ ଆଳୁ ଦାବିକି ନେଇଯାଉ ତରକାରୀ ନକଡା ହେଲେ ଦେବନି ତତେ ଗୋଟେ କଣ କହିବାକୁ ଚାହୁଁଛୁ କୁହ ଖାଇବନି ସେ କାହିଁ କହୁଛ ତମେ ଖାଅ କିଛି ନା ସେ ଖାଇବନି ବାପା ପାଇଁ ମାଛ ଭାତ ବଢା ହେଲାଣି କିଛି ମୁଁ କହୁଛି ଧନିଆ ପତ୍ର ତମେ ଖାଅ ହାଡିଆ ମାମୁ ହାଡିଆ ମାଛ ଘାଣ୍ଟ ଟିକେ ଆଣ ନକାଟା ଦଉନ ମୁଁ ଚକୁଡେ ଝପା ଗୋଟେ ଦୌଡ଼ିକି ଯାଅ ବାପା ଖାଇବେନି ପଳେଇବେ ରାଗିକି ତରକାରୀ ଫୁଟିଲେ ସିଝିଲେ ଭଲ ଲାଗିବ ସେ ଶୁଣ ଆମ୍ବୁଲ ଟିକେ ଛେଚି ଦେ ଏମିତି ଚାପି ଦେ ଟିକେ ଆମ୍ବୁଲ ଚାପିଦେଲେ ଟିକେ ବଢିଆ ଲାଗେ ଖଟା ଖଟା ଲାଗେ ମିଛ କଥା କହୁଛୁ ବାପା ଖାଇବା ଖଟା ଲାଗିବ ସଇଲା ମୋର ଆଳୁଟା ପୋଡିଦେବା ତାର ନିଆଁରେ ପକାଅ ତ କଣ ଇଏ କେଞ୍ଚି ଦେଲ ମାମା ଆଳୁଟା ଏଠି ସିଝିକି ଖୁଆଇଲାଣି ଆଳୁ ପୋଡା ରସୁଣ ଦେଇକି ହଁ ମୁଁ ହବ ଖାଇବି ସେ ଆଳୁ ପୋଡା ରସୁଣ ଆଉ ଶୁଖିଲା ଲଙ୍କା ସୋନାଲିର ଆଉ ଚିକୁର ପୁରା ଲଙ୍କା ପାଗ କରି ଖାଇଲେଣି ମାଛ ତରକାରୀ କେତେ କଞ୍ଚା ଲଙ୍କା ଚାରିଟା ଲଙ୍କା ଚାରିଟା ଶୁଖିଲା ଲଙ୍କା ପେଟି ମାଛ କଦଳୀ ପତ୍ର ଜବରଦସ୍ତ ଖାଇବା ଗାଁ ଖାଇବା କୋଉ ଖାଇବା ପାଇବ ନା କଣ ଗାଁ ଖାଇବା ନା କଣ ଚିକୁ ତରକାରୀ କରୁଛି ନା ଟେଷ୍ଟ କେମିତି ଅଛି ଚିକୁ ପାଞ୍ଚା କରୁଛୁ ଚିକୁ ପାଣି ଦେଲା ନିଜେ ତରକାରୀ କରି ପୁଣି କହୁଛି ପାଣି ଚିଆ ତରକାରୀ ପାଞ୍ଚିଆ କରିଦେଲା ଲୁଣ ପକାଅ ଦେଖନ୍ତୁ ଆମେ ଆସିଗଲୁ ଯାତ୍ରା ଦେଖିବାକୁ ନା ରାନୁ ମ୍ୟାଡାମ ଚିକୁରି ରାଜା କରୁଛି
ଭାବୁଛୁ ଇଏ ମୋ ଝିଅ ମୋର ସିଏ ମୋ ସ୍ୱାମୀ ମୋର ହଁ ସିଏ ମୋର ଇଏ ମୋର ଭାବୁଛୁ କିନ୍ତୁ ପ୍ରକୃତରେ ନିଜର ସମସ୍ତେ ଆତ୍ମା ଗୋଟେ ହେଲା ଦେଖିଲୁ ତ ଦେଖ ଶୁଣ ଆତ୍ମା ଦେହରେ ଦିଟା ଜିନିଷ ଥାଏ ଗୋଟେ ହେଲା ଆତ୍ମା ଗୋଟେ ହେଲା ପରମାତ୍ମା ଆତ୍ମା ତୁ ପଡିଯିବ ଆତ୍ମା ତତେ ଛାଡି ପଳେଇବ କିନ୍ତୁ ପରମାତ୍ମା ତୋ କର୍ମର ଫଳ ନ ଦେବା ଯାଏ ତତେ ସେଠି ଛାଡିକି ଯିବନି ଆତ୍ମା କିନ୍ତୁ ଛାଡି ପଳେଇବ ଦେଖ ସେ କାହାକୁ ଧରୁଛି ମିକି ଦେଖ ଟିକେ ଆଣିକି ଏମିତି ଜାଣିନି ଜଣା ପଡୁନି ବଞ୍ଚିବନି ବୋଧେ ନା ତା ଗାଡି ଚଢେଇ ଦେଲା ଆଉ ମିକି ତାକୁ ଧରିଛି ଗଦି ତଳେ ପୁରେଇଦେଲେ ଉଷୁମ ହେଇଯିବ ହଁ ନେଇଯା ନିଜେ ଘର ବ୍ଲାଙ୍କେଟ ହଁ ମିକି ଗୋଟେ ଛୁଆଟାକୁ ବଞ୍ଚେଇବା ପାଇଁ ବହୁତ ଚେଷ୍ଟା ଲାଗି ରହିଛି କିନ୍ତୁ ବଞ୍ଚିବ କି ନାଇଁ ଭଗବାନ ହିଁ ଜଣ ନା ମିକି ଯାହା ହବ ନା କଣ ଏ ଯୋଗୁଣ କି କୁକୁର ସେ କନା ଟାଣି ପଳେଇବ ଆଉ ଟିକେ